ये ହେଉଛି ଅନୁଗୁଳ ଜିଲ୍ଲା ବଁରପାଳ ବ୍ଲକ ବନ୍ଦା ପଞ୍ଚାୟତର ଝଜିରବାହାଳ ଗାଁର ଆମ୍ବେଦକର ନଗର। ଆଉ ଯେଉଁ ତାଳ ବରଡ଼ାର ଛୋଟ ଛୋଟ ଝୁମ୍ପୁଡ଼ିଗୁଡ଼ିକ ଦେଖୁଛନ୍ତି ତାହାରି ଭିତରେ କଟୁଛି 15 ପରିବାରଙ୍କର ଜୀବନ। ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ତାହା ହିଁ ବାସ୍ତବତା। କ'ଣ ବା କରିବେ ଏମାନେ? ଏମିତି ରହିବେନି ତ କରିବେ କ'ଣ? এই ନୂଆଣିଆ ତାଳ ବରଡ଼ା ଓ ଛିଡ଼ା ଜରିପାଲ ଘେରା ଝୁମ୍ପୁଡ଼ି ଏମାନଙ୍କ ପାଇଁ ମନ୍ଦିର। ଆଜ୍ଞା ଏବେ 40-50 ବର୍ଷ ରହିଲୁଣି। ବହୁତ ଲୋକ ବି ଆସିଲେଣି। କିଛି ଖଣ୍ଡେ ଘର ଦଉଡ଼ା ଜାଗା ଖଣ୍ଡେ କାମଧନ୍ଦା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ 90 ଦଶକରୁ ଆସି ଏଇଠି ରହୁଛନ୍ତି ଏମାନେ। ମୂଲ ଲାଗିଲେ ପେଟକୁ ଦାନା ଯାଏ। ଭୋଟର କାର୍ଡ ଓ ଆଧାରରେ ଏମାନେ ବଁରପାଳ ବ୍ଲକ ଝଜିରିବାହାଳ ଗାଁର ବାସିନ୍ଦା। ସରକାରୀ ଯୋଜନାର ସୁବିଧା କହିଲେ ରାସନ କାର୍ଡରେ ମାଗଣା ଚାଉଳ ଗଣ୍ଡେ ମିଳେ, ବାସ୍ ସେତିକି। ଏମାନଙ୍କର ନିଜସ୍ୱ ଘରଟିଏ ଖଣ୍ଡେ ନାହିଁ, ଯେଉଁଥିପାଇଁ ଏମାନଙ୍କୁ ସରକାରୀ ଯୋଜନାରେ ପକ୍କା ଘରଟିଏ ମିଳିପାରୁନି। ଏହି ଆମ୍ବେଦକର ନଗର ଲୋକଙ୍କ ପାଖରେ ନା ଅଛି ଘର, ନା ବିଜୁଳି ଆଲୁଅର ସୁବିଧା। ଖଣ୍ଡିଏ ଖଣ୍ଡିଏ 10 ଟଙ୍କିଆ ଟର୍ଚ୍ଚ ଲାଇଟ୍ ଓ ମହମବତୀ ଏମାନଙ୍କ ରାତିର ସାହାରା। ଦୈନିକ ସେମାନଙ୍କ ଘର ପାଖକୁ ହାତୀ ଯାହାସ କରନ୍ତି। ହାତୀର ଗର୍ଜନ ଭିତରେ ନିଜ ଭାଗ୍ୟକୁ ଆଦରି କୁନି କୁନି ପିଲାମାନଙ୍କୁ ଧରି ମା ଲକ୍ଷ୍ମୀଙ୍କ ଭରସାରେ ଏହି ବରଡ଼ା କୁଡ଼ିଆରେ ଏମାନେ ରାତି କାଟନ୍ତି। କେବଳ ହାତୀ ଭୟ ନୁହେଁ, କିଛି ବର୍ଷ ଭିତରେ ସାପ କାମୁଡ଼ାରେ 4-5 ଜଣ ବସ୍ତି ଲୋକଙ୍କର ଜୀବନ ଯାଇଥିବା ଏଠାକାର ଲୋକେ କୁହନ୍ତି। ହେଲେ ଏମାନଙ୍କ ସମସ୍ୟାର ସମାଧାନ ହୋଇପାରୁନି।